ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦରମୁଖ ପାଣିସ୍ଥ ଦେବଗିରି ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ। ଏହି ଦେବଗିରି ବନାଞ୍ଚଳ କାର୍ଯ୍ୟାଳୟରେ କର୍ମଚାରୀ କଳା ବେଶ ପିନ୍ଧି ତାଙ୍କର ଦାବି ସକାଶେ ଆଜି କଳା ବେଶ ପିନ୍ଧି ଦେଖିବାକୁ ମିଳିଛି। କ'ଣ ରହିଛି ତାଙ୍କର ଦାବି ଆମେ ଚାଲନ୍ତୁ ପଚାରି ବୁଝିବା କର୍ମଚାରୀଠୁ। ସାର୍ କ'ଣ କହିବେ ଆପଣଙ୍କର ପରିଚୟଟା? ଆଜ୍ଞା ମୋ ନାଁ ପି ଭେଙ୍କଟ ରାଉନା, ମୁଁ ପାର୍ଲାକିଣ୍ଡି ହେଡ଼କ୍ୱାର୍ଟର ଫରେଷ୍ଟ। ଆଜ୍ଞା କ'ଣ ଦାବି ରହିଛି? ଆପଣ ଆଜିଠୁ କଳା ବେଶ ପରିଧାନ କରୁଛନ୍ତି, କେତେ ଦଫା ଦାବି ନେଇ ଆପଣ କଳା ବେଶ ପିନ୍ଧୁଛନ୍ତି କ'ଣ କହିବା? ଆଜ୍ଞା ଆମର ରାଜ୍ୟ ସଂଘ ଯେଉଁ ଓଡ଼ିଶା ନନ୍ ଗାଜେଟେଡ୍ ଆସୋସିଏସନ୍ ତରଫରୁ 3 ଦଫା ଦାବି ଆମେ ଇଏ କରୁଛୁ। ଆଜ୍ଞା ରଖାହେଇଛି ସରକାରଙ୍କ ନିକଟରେ। ଆମ ପାଖରେ ଆଉ ଜଣେ କର୍ମଚାରୀ ଅଛନ୍ତି। ସାର୍ କ'ଣ କହିବେ? ଆପଣଙ୍କର କଳା ବେଶ ଆଜିଠାରୁ ପରିଧାନ କରୁଛନ୍ତି, କ'ଣ କ'ଣ ଦାବି ରହିଛି ତାପରେ କ'ଣ କହିବେ? ଆଜ୍ଞା ଗତ 24/5/2025 ଆମର ଢେଙ୍କାନାଳ ଡିଭିଜନର ହିନ୍ଦୋଳ ରେଞ୍ଜରେ ପ୍ରହ୍ଲାଦ ପ୍ରଧାନ ବନରକ୍ଷୀକୁ ଯେପରି ନିର୍ମମ ଭାବରେ ହତ୍ୟା କରାଗଲା, ତାର ପ୍ରତିବାଦରେ ରାଜ୍ୟ ସଂଘର ଆହ୍ୱାନରେ ଆମର ଗୋଟେ ଦାବି କରାଯାଇଛି। 3ଟି ଦାବି ରଖାଯାଇଛି। ପ୍ରଥମ ଦାବି ହେଲା ଆମର ଫରେଷ୍ଟ କମିଶନ ଗଠନ କରିବାକୁ। ଦ୍ୱିତୀୟ ଦାବି ହେଲା ସେ ଯିଏ ତାକୁ ଆଟାକ୍ କରିଥିଲେ ସେମାନଙ୍କୁ ଆରେଷ୍ଟ କରିବା ପାଇଁ। ତୃତୀୟ ଦାବି ହେଲା ଆମ ସାଲାରୀ ଇନ୍ସୁରାନ୍ସ ପ୍ୟାକେଜ୍ କରିବା ପାଇଁ ବୋଲି ଗୋଟେ 3ଟା ଦାବି କରାଯାଇଛି। ଏ ଦାବିକୁ ଗତ 6 ତାରିଖ ଟାଇମ୍ ଡେଡ଼ଲାଇନ୍ ଦିଆହେଇଥିଲା। 6 ତାରିଖ ଭିତରେ ସରକାର କିଛି ଶୁଣିଲେ ନାହିଁ। ତେଣୁ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ଆମର ପ୍ରତି ସର୍କଲ ହେଡ଼କ୍ୱାର୍ଟର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗୋଟେ ମେମୋରାଣ୍ଡମ୍ ଦିଆଗଲା। ସେଥିରେ ବି ସେ ସରକାର କିଛି କର୍ଣ୍ଣପାତ କଲେ ନାହିଁ, ଆମକୁ ଅଣଦେଖା କଲେ। ତେଣୁ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆଜିଠାରୁ ଆମେ କଳା ବେଜ ଧାରଣ କରିଛୁ। ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଏମିତି ଧାରଣା ଏଇ କଳା ବେଜ ଧାରଣ କରିବୁ। ଶାନ୍ତିପୂର୍ଣ୍ଣ ଭାବେ କଳା ବେଜ ପିନ୍ଧି କାର୍ଯ୍ୟରତ କରିବୁ। କୌଣସି ରିସ୍କ କାମ କରିବୁ ନାହିଁ, ପ୍ରୋଟେକ୍ସନକୁ ଯିବୁ ନାହିଁ, ଡେଭଲପମେଣ୍ଟ ୱାର୍କ କରିବୁ। ଯଦି 21 ତାରିଖ ଭିତରେ ଆମର ଯଦି କିଛି ପୂରଣ ହେଲାନି ଦାବି, ତେବେ 22 ତାରିଖଠୁ ଆମେ ସମୂହ ଛୁଟିରେ ଯିବୁ। ଆମ ପାଖରେ ଆଉ ଜଣେ କର୍ମଚାରୀ ଅଛନ୍ତି। ସାର୍ କ'ଣ କହିବେ? ଆପଣଙ୍କର କ'ଣ ଦାବି ନେଇ ଆଜି କଳା ବେଜ ପରିଧାନ କରିଛନ୍ତି, କେତେ ତାରିଖ ପର୍ଯ୍ୟନ୍ତ କଳା ବେଜ ପରିଧାନ କରିବେ, କ'ଣ କ'ଣ ଦାବି ରହିଛି, ଆଗାମୀ ଦିନରେ ଯଦି ଆପଣଙ୍କ ଦାବି ପୂରଣ ନୁହେଁ କ'ଣ ପଦକ୍ଷେପ ନେବେ? ସର୍ବପ୍ରଥମେ ମୁଁ ଆମର ଗଜପତି ଜିଲ୍ଲାର ସମସ୍ତ ରିପୋର୍ଟର ଭାଇମାନଙ୍କୁ ଆମର ଗଜପତି ଜିଲ୍ଲା ତରଫରୁ ଧନ୍ୟବାଦ ଜଣାଉଛି। ମୁଁ ଆପଣମାନଙ୍କ ମାଧ୍ୟମରେ ସରକାରଙ୍କୁ ନିବେଦନ ଜଣାଉଛି କି ଯେ ଆମର ଯେଉଁ 3 ଦଫା ଦାବି ରହିଛି, ଆମର ଓଡ଼ିଶା ଅଣଗାଜେଟେଡ୍ ବନସେବା ସଂଘର 3 ଗୋଟି ଦାବି ରହିଛି। ସେଇ 3 ଗୋଟି ଦାବି ତୁରନ୍ତ ଆପଣ ବିଚାରକୁ ନିଅନ୍ତୁ। ବିଚାରକୁ ନେଇକି ଆମକୁ ନ୍ୟାୟ ଦିଅନ୍ତୁ। ପ୍ରଥମ ଦାବି ହେଲା ଯେଉଁ ପ୍ରହ୍ଲାଦ ପ୍ରଧାନଙ୍କର ଅମାନୀୟ ଭାବେ ତାକୁ ଦୁର୍ବୃତ୍ତମାନେ ହତ୍ୟା କଲେ, ତାଙ୍କର ପରିବାରକୁ ନ୍ୟାୟ ମିଳୁ। ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର କରି ତାଙ୍କୁ ନ୍ୟାୟ ମିଳୁ ଏବଂ ଦୋଷୀକୁ ତୁରନ୍ତ ଦଣ୍ଡ ଦିଆଯାଉ। ଏହା ସହିତ ଆମର ଦ୍ୱିତୀୟ ଦାବି ହେଲା ଫରେଷ୍ଟ କମିଶନ। ଫରେଷ୍ଟ କମିଶନ ଏହାର ଅର୍ଥ ଏଇ ଯେଉଁ ଆମର ବର୍ତ୍ତମାନ ଫରେଷ୍ଟ ଡିପାର୍ଟମେଣ୍ଟ ମାନ୍ଧାତା କାଳରୁ ଅର୍ଥାତ୍ ବ୍ରିଟିଶ ଅମଳରୁ ଏହି ଶାସନ ଚାଲି ଆସିଛି। ପୁରୁଣା ନୀତି ନିୟମରେ ଶାସନ ଚାଲି ଆସିଛି ଏବଂ କୌଣସି ଡିଭିଜନର ପରିବର୍ତ୍ତନ ନାହିଁ, କି ରେଞ୍ଜ କି ବିଟ୍ କୌଣସିର ପରିବର୍ତ୍ତନ ନାହିଁ। ଏହାକୁ ଫରେଷ୍ଟ କମିଶନ ଗଠନ କରି ଫରେଷ୍ଟ କମିଶନ ମାଧ୍ୟମରେ ଆର ବିଚାର କରି ଭଲ ଭାବେ ଯେମିତି ସୁପରିଚାଳନା କରିହେବ, ଫରେଷ୍ଟ ଗାର୍ଡ଼, ଫରେଷ୍ଟର ଏବଂ ସମସ୍ତ କର୍ମଚାରୀଙ୍କୁ ନ୍ୟାୟ ମିଳିବ ଏବଂ ତାଙ୍କୁ ସୁରକ୍ଷା ମିଳିବ, ସେ ସୁରକ୍ଷା ଯେମିତି ଆମେ ପାଇବୁ, ସେଇଥିପାଇଁ ଆମେ ଫରେଷ୍ଟ କମିଶନ ଦାବି କରିଛୁ। ଏବଂ 1 କୋଟି ଟଙ୍କାର ଇନ୍ସୁରାନ୍ସ ପ୍ରତି କର୍ମଚାରୀଙ୍କୁ ଦିଆଯାଉ ବୋଲି ଆମର ଓଡ଼ିଶା ଅଣଗାଜେଟେଡ୍ ବନସେବା ସଂଘ ଦାବି କରିଛି। ଆମେ ଆଗରୁ ଦାବି ଜଣାଇଥିଲୁ 6ରୁ 9 ତାରିଖ 6ରୁ 15 ତାରିଖ ପର୍ଯ୍ୟନ୍ତ ଆମେ ଆଗରୁ ଗୋଟେ ମେମୋରାଣ୍ଡମ୍ ଦେଇଥିଲୁ। ମେମୋରାଣ୍ଡମ୍ କିଛି କାମରେ ଆସିଲାନି। ତେଣୁକରି ଆଜି ଆମେ 15 ତାରିଖରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବୁ। 21 ତାରିଖ ପର୍ଯ୍ୟନ୍ତ କଳା ବେଜ ପିନ୍ଧି ଧାରଣା ଦେବୁ। ପ୍ରତି ଡିଭିଜନରେ ଆମେ ସମସ୍ତେ ଭଲ ଭାବେ କାମ କରିବୁ। ପ୍ରୋଟେକ୍ସନକୁ ଛାଡ଼ି କୌଣସି ରିସ୍କ କାମକୁ ଛାଡ଼ି ଆମେ ଅନ୍ୟ କାମମାନେ କରିପାରିବୁ। କିନ୍ତୁ ଯେ 22 ତାରିଖ ପର୍ଯ୍ୟନ୍ତ ଯଦି ଆମକୁ ଦାବି ପୂରଣ ହେଲା ନାହିଁ, 22 ତାରିଖ ପରଠାରୁ ଆମେ ଆସିସିଏଫ ଅଫିସଙ୍କ ଆଗରେ ଧାରଣା ଦେବୁ ସମୂହ ଛୁଟିରେ ଯାଇ। ସାର୍ ଯାହା କହୁଥିଲେ, ସେମାନଙ୍କର ଦାବି ପୂରଣ ନହେଲେ ଆଗାମୀ ଦିନରେ ସମୂହ ଛୁଟି ଯିବେ। 21 ତାରିଖ ପର୍ଯ୍ୟନ୍ତ କଳା ବେଜ ପିନ୍ଧି କାର୍ଯ୍ୟରତ ରହିବେ ଏବଂ ଯଦି 21 ତାରିଖ ପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନୁହେଁ, 22 ତାରିଖଠୁ ସମୂହ ଛୁଟି ଯିବେ ବୋଲି ପ୍ରକାଶ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର ଷ୍ଟୁଡ଼ିଓ।